ସାଙ୍ଗମାନେ ଫାଇନାଲି ମୁଁ ଅର୍ଡ଼ର କରିଥିଲି ଫ୍ଲିପକାର୍ଟରୁ, ଯାହାକି ମୋଟୋ ଏଜ୍ 40ର ଯାହାକି ୟୁଭି ଗ୍ଲାସ୍ ସ୍କ୍ରିନ୍ ପ୍ରୋଟେକ୍ଟର। ତ ଦେଖିପାରୁଥିବେ ଯାହାକି ମୁଁ ଅର୍ଡ଼ର କରିଥିବା ୟୁଭି ଗ୍ଲାସ୍ ଯାହାକି ମୋର ଆସିଯାଇଛି। ତ ଆମେ ଏହାକୁ ଏବେ ଓପନ୍ କରିବା। ଓପନ୍ କଲା ପରେ ଆପଣମାନଙ୍କୁ କିଛି ଏଇ ଟାଇପ୍ର ଦେଖିଯିବ। ଏଠି ଆପଣମାନଙ୍କୁ ଇଣ୍ଟ୍ରୋଡକ୍ସନ୍ ଦେଇଛି, ଦେଖିପାରୁଥିବେ ଏଇଠି ଆପଣମାନଙ୍କୁ ଇଣ୍ଟ୍ରୋଡକ୍ସନ୍ ଯାହାକି ଷ୍ଟେପ୍ ବାଇ ଷ୍ଟେପ୍ ପ୍ରଥମେ ଆପଣ ଯାହାକି ମୋବାଇଲକୁ ଭଲ ଭାବରେ କ୍ଲିନ୍ କରିଦେବେ ଲଗାଇବା ପୂର୍ବରୁ। ତାପରେ ଏଇଠି ଆପଣମାନେ ଦେଖିପାରୁଥିବେ ଆଉ ଗୋଟିଏ କପଡ଼ା ଅଛି, ସେ କପଡ଼ାରେ ଆପଣମାନେ ଏଠି କ୍ଲିନ୍ କରିନେବେ। କ୍ଲିନ୍ କଲା ପରେ ଏଠି ଯେତେ ଡଷ୍ଟ ଅଛି ଡଷ୍ଟକୁ ରିମୁଭ୍ କରିପାରିବେ। ଏଠି ରିମୁଭ୍ କରିସାରିଲା ପରେ ତାପରେ ଏଇଠି ଆପଣମାନଙ୍କୁ ଗୋଟିଏ ଗ୍ଲୁ ଦେଇଥିବ। ସେ ଗ୍ଲୁଟାକୁ ଦେଖିପାରୁଥିବେ ଆପଣ 1 2 3 ଡ୍ରପ୍ ଟାଇପ୍ର ଏଠି ଆପଣମାନେ ତାକୁ ପକାଇବେ। ପକାଇଲା ପରେ ଆପଣ ତା ଉପରେ ପୁରା ଯେମିତି ପୁରା ଫିଟିଂ ହେବ ସେଇ ଟାଇପ୍ର ହିଁ ଆପଣ ଗ୍ଲାସ୍ଟି ତା ଉପରେ ରଖିଦେବେ। ଏବଂ ଆପଣମାନଙ୍କୁ ସେଠି ପ୍ରେସ୍ କରିବା ପାଇଁ ପଡ଼ିବ ନାହିଁ, କିଛି ନାହିଁ। ସେ ଅଟୋମେଟିକ୍ ତାର ଯାହାକି ଯେତିକି ଇଏରେ ଫିଟିଂ ହେବା କଥା ସେ ଅଟୋମେଟିକ୍ ସେ ଲାଗିଯିବ ଏବଂ ଆପଣଙ୍କର ମୋବାଇଲଟି ବହୁତ ସୁନ୍ଦରରେ ଫିଟିଂ ହେଇଯିବ। ତ ସାଙ୍ଗମାନେ ଦେଖୁଥିବେ ଏଇଟା ଆମକୁ ଗୋଟେ ପାଉଚ୍ ମିଳୁଛି। ତାପରେ ଏଇଟା ହେଉଛି ଆମର ଯେଉଁ ୟୁଭି ଗ୍ଲାସ୍ ଏଇଟା ଆସିଛି। ତାପରେ ସାଙ୍ଗମାନେ ଦେଖିପାରୁଥିବେ ଏଇଟା ଗୋଟେ ଆସିଛି ଯାହାକି ଲାଇଟ୍, ଏଇଟା ଯେଉଁଟା ଲାଇଟ୍ ଆସିଛି ଦେଖିପାରୁଥିବେ। ଏଟାକୁ ଆମେ ଆକୁ ଇନଷ୍ଟଲ୍ କରିକି ଇଏ କଲା ପରେ ଏଇଟା ଜଳିବ। ଆପଣ ଦେଖିପାରୁଥିବେ ଏଇଟା ଆସିଛି ଆମର ୟୁଭି ଗ୍ଲୁ। ଏ ବକ୍ସ ଭିତରେ କେବଳ ଆମକୁ ଏତିକି ହିଁ ମିଳିବ। ଆମକୁ ଏତିକିରେ ଆମର ଯାହାକି ଆମର କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ପଡ଼ିବ। ଏଠି ଆପଣମାନେ ଯଦି ଆପଣମାନେ ଜାଣିପାରୁନାହାନ୍ତି, ଏଠି ଆପଣ ଷ୍ଟେପ୍ ବାଇ ଷ୍ଟେପ୍ ଏଠି ଆପଣମାନଙ୍କୁ ସବୁ ଆପଣମାନଙ୍କୁ ଦେଇସାରିଛି। ଆପଣ ଯେତେବେଳେ 3 ଡ୍ରପ୍ କରିକି ତାକୁ ଫିଟିଂ କରିସାରିବେ, ତାପରେ ଏଇଠି ଯେଉଁ ଆମର ୟୁଭି ଅଲ୍ଟ୍ରାଭାୟୋଲେଟ୍ ଇଏ ଦ୍ୱାରା ଆମର ଯେଉଁ ଲାଇଟ୍ ଦ୍ୱାରା ତାକୁ ଆମେ ଆକୁ ଶୁଖାଇବା କିଛି ମିନିଟ୍। ତ ସାଙ୍ଗମାନେ ଏଇଠି ମୋର ଗୋଟେ ଛୋଟ ରିକ୍ୱେଷ୍ଟ, ଯଦି ଆପଣମାନଙ୍କୁ ୟୁଭି ଗ୍ଲାସ୍ ଆପଣମାନଙ୍କୁ ଲଗାଇ ଆସେନି ତାହେଲେ ଆପଣମାନେ ଜମାରୁ ଏହାକୁ ଟ୍ରାଏ କରନ୍ତୁ ନାହିଁ। କାହିଁକି ନା ଯଦି ଆପଣମାନେ ଲଗାଇ ଯାଉନାହାନ୍ତି, ଯଦି ଆପଣଙ୍କର ଗ୍ଲୁ କୌଣସି ଯଦି ମୋବାଇଲ କିମ୍ବା ସ୍ପିକର କୌଣସି ବଟନରେ ଯଦି ଆପଣଙ୍କର ଗ୍ଲୁ ପଶିଗଲା ତାହେଲେ ଆପଣଙ୍କର ମୋବାଇଲ ପୁରା ବର୍ବାଦ ହୋଇପାରେ। ତ ମୁଁ ସଜେସନ୍ ଦେବି ଆପଣ ଗୋଟିଏ ସେଇ ମୋବାଇଲ ଷ୍ଟୋର ଦୋକାନକୁ ଯାଇକି ହିଁ ସେଠି ଆପଣ ପ୍ରୋଫେସନ୍ ଯେଉଁମାନେ ଶିଖିଛନ୍ତି ସେମାନଙ୍କୁ ହିଁ ଦିଅନ୍ତୁ। ସେମାନେ ହିଁ ଏହାକୁ ଯାହାକି ଇଏ କରିବେ, ଲଗାଇବେ।